ଏକାଦଶୀ ତିଥିରେ ଶିଶୁ ଅନନ୍ତଙ୍କ ପବିତ୍ର ତୀର୍ଥକ୍ଷେତ୍ରରେ ଶିଶୁ ଅନନ୍ତଙ୍କୁ କ୍ଷେତ୍ରେଶ୍ୱରୀ ମା ଜ୍ୟୋତିର୍ପ୍ରଭାଙ୍କୁ ରାମଚଣ୍ଡୀଙ୍କୁ ଅନନ୍ତ ସରୋବରକୁ ଲକ୍ଷ୍ମୀ ନୃସିଂହ ଭଗବାନଙ୍କୁ ସମସ୍ତଙ୍କର ଶାନ୍ତି ପାଇଁ ଜୀବନ ଜଗତ ଏବଂ ଜଗତର ସବୁ କିଛି ଶାନ୍ତି ପାଇଁ ଆମେ ପ୍ରାର୍ଥନା କରୁଛୁ। ଆଜି ଦେଖାଯାଉଛି ଅନେକ ପ୍ରାକୃତିକ ବିଲକ୍ଷଣ। ପ୍ରାକୃତିକ ବିଲକ୍ଷଣ କହିଲେ ଅକାଳରେ ବର୍ଷା, ଅକାଳରେ ବନ୍ୟା, ଅକାଳରେ ବାତ୍ୟା, ଅକାଳରେ ମହାମାରୀ, ଏସବୁ ଗୁଡ଼ିକ ହେଉଛି ସୃଷ୍ଟି ପାଇଁ ବା ମଣିଷ ସମାଜ ପାଇଁ ବି ଜୀବଜଗତ ପାଇଁ ଏସବୁ ଗୁଡ଼ିକ ହେଉଛି ଲକ୍ଷଣବିହୀନ ବା ସୁଲକ୍ଷଣ ନୁହନ୍ତି। ଆମ ପୁରାଣମାନଙ୍କରେ ବା ଆମେ ଯେଉଁ ପୁରାଣକୁ ସବୁ ଭଲ ପାଉ ସେ ପୁରାଣ ଭିତରେ ମଧ୍ୟ ଏହିସବୁ କଥା ପ୍ରତି ସଚେତନ ରହିବା ଏହା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଅତି ସୁନ୍ଦର ଭାବରେ ଲେଖା ହେଇଛି। ଧରନ୍ତୁ ରାମାୟଣର କଥା ସ୍ମରଣ କରିବା। ଆମେ ରାମାୟଣ କଥା କହିଲା ବେଳେ ରାମ ଏହି ଶବ୍ଦକୁ ବିଶେଷ ଭାବରେ ଗୁରୁତ୍ୱ ଦେଉ। ଶ୍ରୀରାମ, ଶ୍ରୀରାମଙ୍କର ବାପା କିଏ, ମା କିଏ, ତାଙ୍କ ରାଜ୍ୟ କ'ଣ, ଏସବୁ କଥାକୁ ସବୁଗୁଡ଼ାକୁ ଯଦି ଆମେ ଶୁଣିବା ତାହେଲେ ସେଇଗୁଡ଼ିକ ହେଇଯିବ ରାମାୟଣ। କିନ୍ତୁ ଜୀବନ ଦର୍ଶନରେ ରାମ କିନ୍ତୁ ସବୁବେଳେ ଅଛନ୍ତି। ରାମ କହିଲେ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ, ପୁଣି ମୃତ୍ୟୁଠାରୁ ଜନ୍ମ ପର୍ଯ୍ୟନ୍ତ ଏଇ ଯେଉଁ ସମୟ ଏହାକୁ ହିଁ ରାମ ବୋଲି କୁହାଯାଇପାରେ। ରାମ କହିଲେ ଆନନ୍ଦ, ଅର୍ଥାତ୍ ଜଗତର ଉତ୍ପତ୍ତି, ଜୀବର ଜନ୍ମ, ଇଏ ହେଉଛନ୍ତି ରାମ। ରାମ କହିଲେ ମରା, ମରା କହିଲେ ମୃତ୍ୟୁ। ଜୀବନ ଓ ଜଗତର ବିଲୟ ବା ପ୍ରଳୟକୁ ଆମେ ମରା ବୋଲି କହିପାରିବା। ତେଣୁ ରାମ କହିଲେ ମରା ଆସନ୍ତି, ମରା କହିଲେ ରାମ ଆସନ୍ତି। ଇଏ ହେଉଛନ୍ତି ରାମ। ତେବେ ରାମ ଶବ୍ଦ, ରାମଙ୍କର ସ୍ୱରୂପ ଯେଉଁ ସ୍ଥାନରେ ଅଛନ୍ତି ସେଠି ଆଉ ଗୋଟିଏ ଶବ୍ଦକୁ ଗୁରୁତ୍ୱ ଦିଆହେଇଛି, ସେ ହେଉଛନ୍ତି ଲକ୍ଷ୍ମଣ। ଲକ୍ଷ୍ମଣ କ'ଣ? ଯେଉଁଠି ଲକ୍ଷ୍ମଣ ନାହାନ୍ତି ସେଠି ରାମ ବି ନାହାନ୍ତି। ଯେଉଁଠି ଲକ୍ଷ୍ମଣ
ଲକ୍ଷ୍ମଣ ଅଛନ୍ତି ସେଠି ରାମ ସବୁବେଳେ ଅଛନ୍ତି। ତେଣୁ ଆମେ ଲକ୍ଷ୍ମଣଙ୍କ କଥାକୁ ଯେତିକି ଭାବୁନୁ ଆମେ ରାମଙ୍କ କଥାଟା ବେଶୀ ଭାବୁଛୁ। କିନ୍ତୁ ରାମଙ୍କର ଶୋଭା ବା ଅଳଙ୍କାର ସେ ଲକ୍ଷ୍ମଣଙ୍କ ସହିତ ସମାନ। ସୁଲକ୍ଷଣ ସୁଲକ୍ଷଣ ଯେଉଁ ମଣିଷ ଭିତରେ ସୁଲକ୍ଷଣ ନାହିଁ, ଅର୍ଥାତ୍ କଥାରେ ବାର୍ତ୍ତାରେ ଚାଲିରେ ଚଳନୀରେ ଖାଦ୍ୟ ପେୟରେ ବ୍ୟବହାରରେ କର୍ତ୍ତବ୍ୟକୁ ଶେଷ କରିବାରେ ତାର କୌଣସି ନୀତି ନିୟମ କିଛି ନାହିଁ। ଆପଣମାନେ ଏବେ ମଧ୍ୟ କେତେକ ଘରକୁ ଆପଣ ଯାଆନ୍ତୁ, ସେ କୋଠା ଘର ହେଉ ଚାଳ ଘର ହେଉ ଗାଉଁଲି କୁଟୀର ହେଉ ବା ସହରୀ ପ୍ରାସାଦ ହେଉ, ଗୋଟିଏ ଗୋଟିଏ ଘରକୁ ଗଲେ ସେଠି ଲାଗେ ଏଠି ଲକ୍ଷ୍ମଣ ମହାପ୍ରଭୁଙ୍କର ଲକ୍ଷଣ ଅଛି। ସଫା ସୁନ୍ଦର ଭାବରେ ଗୃହକୁ ସଜେଇବା, ଠିକ୍ ସମୟରେ ଖାଇବା, ଠିକ୍ ସମୟରେ ଶୋଇବା, ଠିକ୍ ସମୟରେ ଉଠିବା, ଠିକ୍ ସମୟରେ କାମ କରିବା, ଇଏ ସବୁ ହେଉଛନ୍ତି ଲକ୍ଷ୍ମଣ। ତେଣୁ ଲକ୍ଷ୍ମଣ ଯେଉଁଠି ରାମ ମଧ୍ୟ ସେଇଠି। କିନ୍ତୁ ଅନେକ ଜାଗାକୁ ଆପଣ ଯିବେ, ମୁଁ ନିଜେ ମଧ୍ୟ ଅନୁଭବ କରିଛି ଯେ ସେଠି ପରିଷ୍କାର ପରିଚ୍ଛନ୍ନତା ନାହିଁ। ସେଠି ଖାଦ୍ୟ ପେୟ କର୍ମ ବ୍ୟବହାର କଥାବାର୍ତ୍ତା କାହାରି ଗୋଟିଏ ଶୃଙ୍ଖଳା ମଧ୍ୟ ନାହିଁ। ଯେଉଁଠି ଲକ୍ଷ୍ମଣ ନାହାନ୍ତି ସେଠି ରାମ ବା ରହିବେ କେମିତି? ରାମ କହିଲେ ଆନନ୍ଦ, ରାମ କହିଲେ ଜନ୍ମ, ରାମ କହିଲେ ମୃତ୍ୟୁ। ରାମ ଓ ଲକ୍ଷ୍ମଣଙ୍କ ଭିତରେ ରହିଛନ୍ତି ଜାନକୀ ବା ସୀତା। ସୀତା ଶବ୍ଦର ଅର୍ଥ ହେଉଛି ପବିତ୍ର। ଯାହାର ମନ ପବିତ୍ର, କାୟା ପବିତ୍ର, ଯାହାର ରହିବା ଘର, ଶୋଇବା ଘର, ଖାଇବା ଘର, ଠାକୁର ଘର, ପଢ଼ିବା ଘର, ସବୁ ଘର ଗୁଡ଼ିକ ପବିତ୍ର ଭାବରେ ସେ ତାକୁ ଚଳଉଛନ୍ତି। ସେଠି ସୀତା ସୀତା ବୋଲି କହିଲେ ସୀତା ଆସିବେନି, ସୀତା ଆପେ ଆପେ ଆସିବେ। ଯେମିତି ମାର୍ଗଶିର ମାସ ଗୁରୁବାରରେ ଲକ୍ଷ୍ମୀ ବଡ଼ ଗୋଟେ ଗାଁ ଦାଣ୍ଡରେ ଯାଉଛନ୍ତି, ସମସ୍ତେ ଅଲକ୍ଷଣୀ ଭଳି ଶୋଇଛନ୍ତି। କାହାର କେଶ ମୁକୁଳା ହେଇଛି, କାହାର ବସ୍ତ୍ର ଫିଟି ଯାଇଛି, ଏଇଭଳି ଭାବରେ ସବୁ ଶୋଇଛନ୍ତି। କିନ୍ତୁ ଲକ୍ଷ୍ମୀ ହୃଦୟଙ୍ଗମ କଲେ ଶ୍ରିୟା ଚାଣ୍ଡାଳୁଣୀ ନାମକ ଜଣେ ଚାଣ୍ଡାଳ ଘର ବୋହୂ, ଯଦିଓ ସେ ଚାଣ୍ଡାଳ ଘରର ବୋହୂ, କିନ୍ତୁ ସେ ଘରକୁ ଗୋମୟରେ ଲେପନ କରିଛି, ତାର ସ୍ନାନ ଶୌଚ ଆଦି କର୍ମ ଶେଷ କରିଛି। ଲକ୍ଷ୍ମୀଙ୍କର ଆଗମନ ପାଇଁ ସେ ଚିତା ମଧ୍ୟ ପାଦପଦ୍ମ କରିଛି। ଯେତେବେଳେ ଏଇଭଳିଆ ଲକ୍ଷଣ ମାନେ ଲକ୍ଷ୍ମୀ ଉପଲବ୍ଧି କଲେ, ତେବେ ସେଇ ଶ୍ରିୟା ଚାଣ୍ଡାଳୁଣୀ ଘରେ ଲକ୍ଷ୍ମୀ ପ୍ରବେଶ କଲେ। ତେଣୁ ଅପବିତ୍ର ଆଉ ପବିତ୍ର ଏ ଦୁଇଟି କଥା ଆମକୁ ସବୁବେଳେ
ବୁଝିବାକୁ ହେବ। ସବୁଦିନେ ନ ହଉ ଆମେ ତାକୁ ମଝିରେ ମଝିରେ ମନେ ପକାଇବା ଏବଂ ତାକୁ ଆମେ କରିବା। ଏଇ ଦେଖନ୍ତୁ ଗୋଟିଏ କରୋନା ମହାମାରୀ ଭଳି ଗୋଟାଏ ଉତ୍କଟ ଭୂତାଣୁ ବିଶ୍ୱକୁ ମାନେ ଏକ ପ୍ରକାର ସେ ଚଳଚଞ୍ଚଳ କରିଦେଇଗଲା। ସିଏ କିଛି ଦିନ ଗଲା ପରେ ଏବେ ଆଉ ଗୋଟିଏ ଭୂତାଣୁ ବାହାରିଛି। ସେ ଭୂତାଣୁଟି ମାଛି ଦ୍ୱାରା ସେ ସଂକ୍ରମିତ ହେଉଛି। ଶିଶୁମାନଙ୍କୁ ସେ ପୀଡ଼ିତ କରୁଛି। ଦୁଃଖଟା ହେଉଛି ଗୋଟେ ବୟସ୍କ ମଣିଷକୁ କିଛି ରୋଗ ହେଲେ ସେ କହିପାରିବ ମୋ ପେଟ ବିନ୍ଧୁଛି କି ମୋ ଛାତି ବିନ୍ଧୁଛି କି ମୋ ମୁଣ୍ଡ ବିନ୍ଧୁଛି, କିନ୍ତୁ ଗୋଟିଏ ଶିଶୁ ସେ କ'ଣ କହିବ? ସେ ରୋଗର ନାମକରଣ ବି ଜାଣିନି, ସେ କହିବ କ'ଣ? ତେଣୁ ବର୍ତ୍ତମାନ ଗୋଟାଏ ଆମେ ଆମର ଦୂରଦର୍ଶନ ମାନଙ୍କରେ ଆମେ ସେଇ କଥାଟା ଶୁଣୁଛୁ, ତା ନାଁଟା କ'ଣ ମନେ ପଡ଼ୁନି। ତେଣୁ ସେଇ ରୋଗଟି ବର୍ତ୍ତମାନ ଆସୁଛି। ଏଥିପାଇଁ ପ୍ରତିକାର କ'ଣ? ଏଥିପାଇଁ ପ୍ରତିକାର କେବଳ ପରିଷ୍କାର ପରିଚ୍ଛନ୍ନତା। ମାଛିଠାରୁ ଆମେ ଆଉ ଦୂରେଇ ରହିବା କ'ଣ? କିନ୍ତୁ ଆମେ ଏମିତି ଭାବରେ ଆମ ପରିବେଶକୁ ପରିଷ୍କାର କରିବା, ମାଛିମାନେ ଆମଠାରୁ ବହୁତ ଦୂରକୁ ପଳାଇବେ। ମାଛି ଯଦି କାମୁଡ଼ିବେ ସେ ରୋଗଟା ହେବ। ଏ କଥା ଆମେ ଶୁଣି ସାରିଲା ପରେ ଯଦି ଆମ ଲୋକମାନେ ସଚେତନ ନ ହୁଅନ୍ତି, ସେଥିପ୍ରତି ସତର୍କ ଦୃଷ୍ଟି ନ ରଖନ୍ତି, ତାହେଲେ ସେଗୁଡ଼ା ଖାଲି କହିବା ପ୍ରଚାର କରିବାର ମାନେ କିଛି ରହିବନି। ତେଣୁ ପରିଷ୍କାର ପରିଚ୍ଛନ୍ନତା ହେଉଛି ଲକ୍ଷ୍ମୀଙ୍କର ଅଳଙ୍କାର। ଲକ୍ଷ୍ମୀ ଯେ ସୁନା ରୂପା ସେ ମୋତି ହୀରା ମାଣିକ ଆକୁ ସବୁ ପିନ୍ଧିକିରି ବାହାରୁଛନ୍ତି, ସେଗୁଡ଼ାକ ସବୁ ବାହ୍ୟ କଥା। ଲକ୍ଷ୍ମୀ ମାନେ ସଦାଚାର, ଅଲକ୍ଷ୍ମୀ ମାନେ ଅସଦାଚାର। ଏ କଥା କେବଳ ନାରୀ ପାଇଁ ଲେଖା ହେଇନି, ଏ କଥା ପୁରୁଷ ପାଇଁ, ଏ କଥା ନାରୀ ପାଇଁ, ସମସ୍ତଙ୍କ ପାଇଁ ସମାନ। ମନକୁ ପବିତ୍ର ରଖ, ଶରୀରକୁ ପବିତ୍ର ରଖ, କଥାରେ ପବିତ୍ରତା ରଖ, ଆଚରଣ ପବିତ୍ରମୟ ହଉ। ତେଣୁ ମୋଟାମୋଟି ଆପଣ ଟିକେ ଭାବିବେ ସବୁ ଯେ ଜୀବନଟା କେତେ ମାନେ କମ ଦିନର ସାଥୀ। ଆମେ ଆଜି କୋଟି କୋଟି ଲୋକ ମର୍ତ୍ତ୍ୟରେ ଦେଖୁଛୁ ବା ଭାରତରେ ଦେଖୁଛୁ। ଭାରତ କହୁଛି ମୋର ଏତେ କୋଟି ଲୋକ, ସିଏ କହୁଛନ୍ତି ମୋର ଏତେ କୋଟି ଲୋକ। ଯେତେ କୋଟି ଲୋକ ବି ଏ ଭାରତ ବର୍ଷରେ ଥାଆନ୍ତୁ, ତାଙ୍କର ଆୟୁଷଟା କେତେ? ସେ ଯେତିକି ଦିନ ବଞ୍ଚିବେ, ଯଦି ନିଶା ଖାଇବେ, ମାଦକ ଖାଇବେ, ଖାଦ୍ୟପେୟ କଥାବାର୍ତ୍ତା ଚଳଣି ବ୍ୟବହାରରେ ତାଙ୍କର ଯଦି ଶୃଙ୍ଖଳା ସଂଯମ ଆଦି ରହିବ ନାହିଁ, ଗୁରୁଜନଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିବ ନାହିଁ, ଇଏ ବିଡ଼ି ଟାଣି, ସିଗାରେଟ ଟାଣି, ଗଞ୍ଜେଇ ଟାଣି, ମଦ ପିଇ, ବ୍ରାଉନ୍ ସୁଗାର ଆଉ ଚରସ ଏସବୁ ଖାଇ, ଭାଙ୍ଗ ଖାଇ ଆମେ କ'ଣ ପାଗଳ? ଭଲ ମଣିଷ, ପାଠ ପଢ଼ିଛୁ, ମୁଣ୍ଡରେ ବହୁତ ବୁଦ୍ଧି ଅଛି, କିନ୍ତୁ ଆମର
ମାନେ ସାଧାରଣ ଜ୍ଞାନ ବି ନାହିଁ। ଆମେ ଚାହିଁଲେ ବି ସେ ସାଧାରଣ ଜ୍ଞାନକୁ ଆପ୍ଲାଏ କରିପାରିବୁ ନାହିଁ। ତେଣୁ ସଜ୍ଜନ ଆମେ ଲକ୍ଷ୍ମୀକି କେମିତି ପାଇବୁ? ଜଣେ ଗୋଟେ ବହୁତ ଦିନର କଥା ମୁଁ କହୁଛି, ଗୋଟେ ଅନୁଭବର କଥା। ଗୋଟେ ଆମର ଏଇ ଆଶ୍ରମ ପାଖାପାଖି ଗୋଟେ କୁଜଙ୍ଗ ବଜାର ଅଛି। ଆମେ ପିଲାଦିନେ ସବୁ ତାଳଦଣ୍ଡା ଆମର ପିଇସିଙ୍କ ଘର ସବୁ ଯାଉଛୁ ବୁଲାବୁଲି କରିବାକୁ। ବର୍ଷା ହେଲା, ତେଣୁ ଆମେ କ'ଣ କରିବୁ, ଛତା ନେଇନୁ, ଗୋଟିଏ ବଣିଆ ଘର ଭିତରକୁ ପଶିଗଲା। ସେ ବଣିଆ ଘର ଭିତରକୁ ଯେତେବେଳେ ପଶିଲୁ, ସେ ବଣିଆର ନାଟକ ସବୁ ଦେଖିଲୁ। ନାଟକ କ'ଣ? ହେ ବାବୁ, ଛତାଟାକୁ ସେଠି ରଖନା, ଲକ୍ଷ୍ମୀ ଛାଡ଼ିଯିବେ। ଆମେ ତ ବାହାର ଲୋକ ହଉ, ଛତାକୁ କେଉଁଠି ରଖିବୁ? ଦି ଜାଗା ରଖିଲୁ, ଦି ଜାଗାରେ ବିଫଳ ହେଲୁ। ତାପରେ ଚେୟାରରେ ବସିଲୁ। ଯଦି ଚେୟାରରେ ବସିଲ, ବାବୁ ଗୋଡ଼ ହଲାନା, ଲକ୍ଷ୍ମୀ ଛାଡ଼ିଯିବେ। ଆମେ ଯାହା ଗୋଡ଼କୁ ଟିକେ ଟିକେ ହଲଉଥିଲୁ, ଗୋଡ଼ ହଲା ବନ୍ଦ କଲୁ। ଖାଲି ସେ ବର୍ଷାକୁ ଅନେଇଥାଉ, ବର୍ଷାଟା କେତେବେଳେ ଟିକେ କମିଲେ ଆମେ ପଳେଇବୁ। ଆଉ ଇଏ ଘରେ ତ ବସି ହେବନି। ଯଦି କିଏ ଟିକେ ବଡ଼ ପାଟିରେ କଥା ହେଇଗଲା, ସାଙ୍ଗେ ସାଙ୍ଗେ ସେ ଆମକୁ ତାଗିଦ କଲା, ଦୋକାନ ଇଏ ଲକ୍ଷ୍ମୀଙ୍କ ଦୋକାନ, ଏଠି ବଡ଼ ପାଟିରେ କଥାବାର୍ତ୍ତା ହେବାଟା ଉଚିତ ନୁହଁ, ମାନେ ହୁଅନ୍ତୁନି। ସେ ପୁରା ମନା କଲା। ଆମେ ପାଟି ବନ୍ଦ କରି ବସିଲୁ। ଶୋଷ ବି କରୁଥାଏ, ପାଣି ଟିକେ ତାକୁ ମାଗିବା ପାଇଁ ମଧ୍ୟ ଇଚ୍ଛା ହେଉନଥାଏ। ପାଣି ମାଗିଲେ କହିବ ଏ ଦୋକାନରେ ପାଣି ଦିଆଯାଏନି। ଏମିତି ନୀରବରେ 10-15 ମିନିଟ୍ ବସିବା ପରେ ଗୋଟେ ବର୍ଷା ଟିକେ କମିଗଲା। ଗୋଟିଏ ଲୋକ ଆସି ପହଞ୍ଚିଲା, ତାର ହାତରେ ଛତା ଅଛି, ସବୁ ଯେମିତି ଗୋଟେ ଲୋକ ଆସିବା କଥା ଆସିଲା। ଆସିକି ପହଞ୍ଚିଲାର କହିଲା, କୋ ଭାଇ, ତା ନା କି ଭାଇ ଆଉ ମୋର ମନେ ନାହିଁ, ସେଟା କ'ଣ ନାଁ ହେଇଥିବ। ସିଏ ତାକୁ ଖାଲି ଭାଇ ବୋଲି ଡାକୁ ଡାକୁ ଇଏ ଆଗ ନମସ୍କାର, ମାନେ ମୁଣ୍ଡ ତଳକୁ ନୁଆଁଇକିରି ନମସ୍କାର। ଭାଇ କୁଆଡ଼େ ଆସିଲ? ନା ତମେ ପରା କହିଥିଲ କାଲି ଆଜି ପଇସା ଦେବ ବୋଲି। ନା ହଁ କହିଥିଲି ଯେ, କିନ୍ତୁ ଆଜି ବର୍ଷାଟା ହେଲା, ଲୋକ କେହି ଆଇଲେନି, ତେଣୁ କିଛି ଆଉ ପାଖରେ ନାହିଁ। ନା ତାହେଲେ ଆଉ ପଇସା ମୋର ଦେବନି? ନା ପଇସା ଦେବି। କେଉଁଦିନ ଦେବ? ନା କାଲି କି ପରଦିନ ଦେବି। ନା ତ ଏମିତି କେତେ କାଲି କେତେ ପରଦିନ କହିସାରିଲଣି। ଆଉ ମନେ ରଖ, ଯଦି ତୁମେ କାଲି ଯଦି ପଇସା ନ ଦିଅ, ତାହେଲେ ତୁମ ଦୋକାନ ଫୋକାନ ଭାଙ୍ଗିକି ଛତରଛାଡ଼। ଇଏ ହାତ ଯୋଡ଼ି, ବାବୁ ଆପଣ ମୋତେ ବିଶ୍ୱାସ କରନ୍ତୁ, ମୁଁ କାଲି ଆପଣଙ୍କୁ ପଇସା ଦେବି। ଆମେ ହଉ ଯା ବାହାରିଥିଲୁ ଯିବା ପାଇଁ, ଆଉ ଟିକେ ବସିଲୁ। କହିଲେ ଆରେ ଇଏ ଏଡ଼େ ଲକ୍ଷ୍ମୀମନ୍ତ ଲୋକଟିଏ, ଆମକୁ ସବୁ ଏତେ ବାରିଲାଣି, ଏମିତି ଠିଆ ହ ନା, ଏଠି ଛତା ରଖ ନା, ସେଠି ବସ ନା, ଗୋଡ଼ ହଲା ନା। ଇଏ ନିଜେ ଏଭଳି ଗୋଟେ ଲୋକ। ତାପରେ ଆଉ ଗୋଟେ ଲୋକ ଆଇଲା, ସେ ଟିକେ ଟୋକାଳିଆ, ଆସି କହିଲା ଦବୁ ନା ପିଠିରୁ ଚମଡ଼ା କାଢ଼ିବି। ତାକୁ ଦେଖିକି ଖାଲି ଥରିଲା ପଡ଼ିକି କହିଲା, ଭାଇ ଆଉ ମୁଁ ଆଜି ଦେଇପାରୁନାହିଁ, ଆଉ ମୋର ଗରାଖମାନେ ସବୁ ବସିଛନ୍ତି। ନା କେଉଁ ଗରାଖ ବସିଛନ୍ତି? ନା ଏଇ ସବୁ ବସିଛନ୍ତି। ସେ ପଚାରିଲା, ଭାଇ ଆପଣମାନେ ସବୁ ଗରାଖ ହେଇକି ଆସିଛନ୍ତି?
ବାକିରେ ଜିନିଷ ନେବ ନା ନଗଦ ନେବ। ଆମେ କହିଲୁ ଆମେ ନଗଦ ନାହିଁ କି ବାକି ନାହିଁ, ମେଘ ହେଉଛି ଟିକେ ତାଙ୍କ ଘରେ ବସିଛୁ, ମେଘ ଛାଡ଼ିଲେ ଘରକୁ ଯିବୁ, ଏ ଆମ ତାଳଦଣ୍ଡା ଯିବୁ। ଆଉ ଏଠି ଗୋଟେ ନାଟକ ଭଳିଆ ଚାଲିଛି ଦେଖିକିରି ଆମେ ବସିଛୁ ଆଉ କ'ଣ। ତା ହଇରେ ଗୋଟେ ମିଛୁଆ, ସବୁବେଳେ ତୁ ମିଛ କହିଲୁ, ତୋର ସାଧାରଣ ଜ୍ଞାନ ନାହିଁ। ତୋ ଭଳିଆ ଲୋକ ତୁ ବିଷ ଖାଇକିରି ମରିବା କଥା, ନହେଲେ ମହାନଦୀକି ଡେଇଁ ପଡ଼ିବା କଥା। ତୁ ଦୁନିଆଟାକୁ ବ୍ୟବହାର କରି ସାରିଲୁ। ହଁ ଭାଇଆ ପାଟି କରନା, ଆଜି ଗୋଟିଏ ଦିନ ତ ନା ଆସ ହଉ, ଆଜି ଗୋଟିଏ ଦିନ ଛାଡ଼ିଦେଲି, କାଲି ମୁଁ 9ଟା 10ଟା ବେଳକୁ ଆସିବି, ତୋ ରଙ୍ଗ ମୁଁ ବୁଝିବି। ଏହା କହି ସେ ଦୁଲ ହେଇ ଚାଲିଗଲା। ଆମେ ସେ ବେପାରୀ ଭାଇଟିକି ପଚାରିଲୁ ଯେ ଆପଣ ତ ଏତେ ନିଷ୍ଠାରେ ଦୋକାନ ଚଲାଉଛନ୍ତି, ବେଞ୍ଚ ଚେୟାରରେ ବସିକିରି ବି ଗୋଡ଼ ହଲେଇବା ପାଇଁ ମନା କରୁଛନ୍ତି, ବଡ଼ ପାଟି ନ କରିବା ପାଇଁ କହୁଛନ୍ତି। ଆପଣ ତ ଏତେ ନିଷ୍ଠାରେ ରହିଛନ୍ତି, ଛତାଟା ସେଇଠି ଟଙ୍ଗା ହେଲେ କ'ଣ ଅଡ଼ୁଆ ହେବ, ଲକ୍ଷ୍ମୀ କ'ଣ ଆସିବେ ତାଙ୍କ ମୁଣ୍ଡ ବାଜିବ ଛତାରେ। ଆପଣ ଏତେ କଥା କରୁଛନ୍ତି, କିନ୍ତୁ ନିଜର ଯେଉଁ ମଣିଷ ପଣିଆ ସେ କାହିଁ, ସେଟା ଆପଣଙ୍କ ପାଖରେ ଜମା ନାହିଁ। ତେଣୁ ଆପଣ ଏମିତି ସେ ବାକି ମାଗୁଥିବେ, ଆପଣ କାଲି ପରଦିନ କହୁଥିବେ, କେତେବେଳେ କିଏ ଆସିବ ଦି ଧକ୍କା ପକାଇବ, ନହେଲେ କେତେବେଳେ ତରକାଣା ପକାଇବ, ସେଇଠୁ ଆପଣ ନହେଲେ କିଏ ଆସି ଦୋକାନକୁ ଭାଙ୍ଗିଦେବ, ଆପଣ ଘରକୁ ପାଇବେ। ତେଣୁ ଆମର ଗୋଟିଏ ଭଲ ସଂକୀର୍ତ୍ତନ ପଦ ଅଛି, ମୁଁ ଟିକେ ତାକୁ ସବୁ ମନେ ପକାଇ ପାରୁନି କି କହିବି ପାରୁନି, ଦେହ ତ ଅଡ଼ୁଆ ହେଇଯାଇଛି, ମୁଁ କରିବି କ'ଣ। ଗୁରୁପାଦ ପଦ୍ମେ ଯାର, ଏ ପଦଟିକୁ ମନେ ରଖନ୍ତୁ। ଗୁରୁପାଦ ପଦ୍ମେ ଯାର, ରହେ ନିଷ୍ଠା ଭକ୍ତି, ଜଗତ ତାରିତେ ସେହୁ ଧରେ ମହାଶକ୍ତି। ଗୁରୁଙ୍କର ପାଦପଦ୍ମରେ, ଗୁରୁ ଆଉ ପ୍ରଭୁ ଇଏ ଦୁଇ ଜଣ ଜମା ଅଲଗା ନୁହନ୍ତି। ତାଙ୍କ ଭିତରେ ସିଏ ଅଛନ୍ତି, ଆଙ୍କ ଭିତରେ ସିଏ ଅଛନ୍ତି, ଯିଏ ପ୍ରକୃତ ସଦ୍ଗୁରୁ। ଆଉ ପଞ୍ଝାଏ ଅଛନ୍ତି, ସିଏ ଗୁରୁ କି କ'ଣ, ସେ ତାକୁ ଆମେ କିଛି ମାନେ ବିଚାର କରିପାରୁନା। ଇଏ ଲୋକଟି କ'ଣ, ମୋ ଜୀବନ କାଳରେ ଏ ଛୋଟିଆ ଜୀବନଟି ମୋର, ଏଇ ଯେଉଁ ସମୟ ଗୁଡ଼ିକ ଗତ ହେଲା, କେତେ ଅନୁଭବ ମୋ ଭିତରେ ଅଛି। ଜଣେ ଆସିକିରି କହିଲେ ବାବା କୁଆଡ଼େ ଯାଇଛନ୍ତି, ନା ବାବା ଯାଇଛନ୍ତି ଫୁଟବଲ ମ୍ୟାଚ୍ ହେଉଛି, ଫୁଟବଲ କି ଭଲିବଲ କ'ଣ ଗୋଟେ ମ୍ୟାଚ୍ ହେଉଛି, ବାବା ଯାଇଛନ୍ତି ସେଠି ଗୋଟେ କ'ଣ ପ୍ରାଇଜ୍ ଦେବେ। ହଁ ଏଇଟା କ'ଣ ଗୋଟେ ବାବାଜୀମାନଙ୍କର କାମ, ଶୀଘ୍ର ଡାକ, ତାଙ୍କୁ କହିଦିଅ ଯେ ମାଧବ ବାବା ହେଇଛନ୍ତି। ମୋତେ ଯେମିତି ଯାଇକି କହିଲେ, ମୁଁ କହିଲି ହଁ ତ ଆସିଛନ୍ତି, ମୁଁ ଯାଉଛି। ଆଉ ମୋର ସେ ଦାୟିତ୍ୱ ଆଉ କାହାକୁ ଦେଇକି ମୋର ଆଶ୍ରମରେ ପହଞ୍ଚିଲି। ମୁଁ ପ୍ରଣାମ କଲି। ବୟସ୍କ ସନ୍ଥ, ଆଉ ଭଦ୍ର ଲୋକ ଭଳିଆ ଅଛନ୍ତି, ସେ ନାଲି ନାଲି ପୋଷାକରେ ନାହାନ୍ତି। ଆସନ ଦେଲି। କ'ଣ ଆପଣ ଆସିଲେ କୁଆଡ଼େ, ନା ଆମର ଅମୁକ ସଭା ହେଉଛି, ସେ ସଭାକୁ ତମେ ଯିବ। ଏଇଟା ମାନେ ଯୋଗମାୟାଙ୍କର ଆଦେଶ। ମୁଁ କହିଲି ସିଏ ଯୋଗମାୟା କେଉଁଠି ଅଛନ୍ତି? ଯୋଗମାୟା ଏଇଠି ଅଛନ୍ତି, ସେଇଠି ଅଛନ୍ତି, ସବୁଆଡ଼େ ଅଛନ୍ତି। ଆଉ ଆମକୁ ସବୁଆଡ଼େ ଧରି ଅଛନ୍ତି, ମୋ ପାଖରେ ବି ଅଛନ୍ତି,
ଆଉ କହୁନାହାନ୍ତି ବଳିଆରୁ ଯାଉନୁ ସେ ସଭାକୁ। ଆଉ ଆପଣ କ'ଣ କହୁଛନ୍ତି ତମକୁ ଯିବାକୁ ହେବ, ଯୋଗମାୟା ଆଦେଶ କଲେ। ଯୋଗମାୟା ଆପଣଙ୍କୁ ଆଦେଶ କଲେ, ଆମକୁ ତ ଆଦେଶ କଲେନି। ମୋତେ କ୍ଷମା କରନ୍ତୁ, ମୁଁ କେଉଁ ଯୋଗମାୟାଙ୍କର ଆଦେଶରେ ମୁଁ ବଳିଆ ହେଇନାହିଁ କି ବଳୁଆ ହେଇନି। ସିଏ ଯଦି ମୋତେ କହିବେ ମୁଁ ଯିବି, ସେ ବି କହିବେ ନାହିଁ। ଲୋକ ଅନେକ ମିଛରେ କହନ୍ତି ମୁଁ ସ୍ୱପ୍ନରେ ଦେଖିଲି, ସୁଦୁ ମିଛ। ଗୋଟେ କଥାକୁ ଗୋଟେ କିଛି ଲାଭ ପାଇବା ପାଇଁ କଥାକୁ ସେ ସ୍ୱପ୍ନରେ ପରିଣତ କରିଦିଅନ୍ତି। ମୁଁ ଗୋଟେ ସ୍ୱପ୍ନରେ ଦେଖିଲି ଯେ ତମେ ମହାପ୍ରସାଦ ପାଇବା ପାଇଁ ଯାଉଛ, ତେଣୁ ତୁ କାଲି ସକାଳୁ ତୋ ସ୍ତ୍ରୀକି ନେଇ ତୁ ମହାପ୍ରସାଦ ପାଇବାକୁ ଯିବୁ। ସେ ସବୁ ଟିକେ ଟିକେ ବଳିଆ ଏଇ ଚାଣ୍ଡାଳ ପାଖାପାଖି ଲୋକ ସେସବୁ କଥା ସବୁବେଳେ ମୋର ଶୁଣିଛନ୍ତି। ସେମାନଙ୍କ ଭିତରେ ବି କିଛି ସଂସ୍କାର ଜାଗିଛି। ସେ ସବୁ କହିଲେ ଜଗନ୍ନାଥ ତତେ କହିଲେ ଆମେ ଦୁଇ ଜଣ ଯାକ ଯିବୁ ମହାପ୍ରସାଦ ପାଇବୁ। ଜଗନ୍ନାଥ କ'ଣ ମୋ ପାଖରେ ନାହାନ୍ତି? କାହିଁ ମୋତେ ତ କହିଲେନି। ଯଦି ମୋତେ ନ କହିଲେ ମୁଁ ଅଯୋଗ୍ୟ, ମୋ ଗୁରୁଙ୍କୁ କହିଲେନି। ଗୁରୁ ମୋତେ କହିଥାନ୍ତେ ଯାହା ଗୁରୁ ସ୍ୱପ୍ନ ଦେଖିକିରି କୁହନ୍ତୁ କି ସେମିତି କୁହନ୍ତୁ, ମୁଁ ତ ସାଙ୍ଗେ ସାଙ୍ଗେ ଲୁଗାପଟା ବାନ୍ଧିକି ପଳେଇଥାନ୍ତି ପୁରୀ। ଏସବୁ ଚତୁରତାର କଥା ଏଠି ଆମକୁ କହନା। ତୁମେ ବାବାଙ୍କ କଥା କୁହ କି ଜଗନ୍ନାଥଙ୍କ କଥା କୁହ, କିନ୍ତୁ ତାଙ୍କ ନାଁ ନେଇ ଗୋଟେ ମିଛକୁ ସତ ଭଳିଆ କଥା କୁହ ନା। ତେଣୁ ସଜ୍ଜନ, ଏମିତି ବହୁତ କଥା ରହିଛି। ସୁଦୁ ମିଛ ଯେମିତି ଆପଣମାନେ ମଝିରେ ମଝିରେ ଶୁଣୁଛନ୍ତି, ସମୁଦ୍ର ମାଡ଼ି ଆସିବ, ଲୋକ ଭୟରେ ମାନେ ପୁରା ଥରୁଛନ୍ତି। ଆଉ ସମୁଦ୍ର ମାଡ଼ି ଆସିବ। ସିଏ ଦିନ ଗୁଡ଼ିକ ଗଲାଣି, ସମୁଦ୍ର ଛାଁ ସମୁଦ୍ର, ଆମ ଛାଁ ଆମେ। ଗୋଟିଏ ପ୍ରାର୍ଥନା ଚ୍ୟାନେଲରେ ଆମକୁ ସବୁ ଡାକିଲେ। ଇଏ ସେବକ କୁଆଡ଼େ ଯାଏନି କି ମୋତେ ପ୍ରାର୍ଥନା ଚ୍ୟାନେଲକୁ ଯାଏ, ଏଇସବୁ ଭଳିଆ କଥାକୁ ମୁଁ ଯାଏନି। 3 ଜଣ ଲୋକ ଆମେ ବସିଛୁ। ଜଣଙ୍କର ଦାଢ଼ି ଫାଡ଼ି ଜଟା ଫଟା ବହୁତ ଅଛି, ସିଏ ଦେଖାଯାଉଛନ୍ତି ପ୍ରକୃତ ସାଧୁ ଭଳି। ମୁଁ ତ ଲୁଗା ପିନ୍ଧେ, ଏଇଟା ଗୋଟା ଗଳେଇ ପକେଇଛି ଏବେ କିଛି ଦିନ ହେଲା, ଲୁଗାଟା ଖସି ଯାଉଛି ବୋଲି ନହେଲେ, କିନ୍ତୁ ମୁଁ ତ ସେ ଲୁଗା ଫୁଗା ପିନ୍ଧେନି। ଆଉ ମୁଁ ବସିଛି, ସିଏ ବସୁଛନ୍ତି। ଆଉ ଗୋଟିଏ ଅବଧାନ କିଏ ଜ୍ୟୋତିର୍ବିଦ ସିଏ ବସିଛନ୍ତି। ଆମ 3 ଜଣଙ୍କ କଥାକୁ ମାନେ ତର୍ଜମା କରିବା ପାଇଁ ଜଣେ ପ୍ରଫେସର ବି ବସିଛନ୍ତି। ସିଏ ସ୍ପଷ୍ଟ ଭାବରେ କହିଲେ ଏଇ ତାରିଖରୁ ଏଇ ତାରିଖ ପୃଥିବୀ ଅନ୍ଧାର ହେବ। ମାନେ ପୃଥିବୀଟା ପୁରା ଅନ୍ଧାର ହେବ କି ଜଳମଗ୍ନ ହେବ, ଏମିତି କ'ଣ କହିଲେ। ଆମେ ଆମର ବସିଥାଉ। ମୁଁ ମୋର କିଛି ସେଥିରେ ମୁଣ୍ଡ ପୁରୁନଥାଏ। ମୁଁ ମୋର ବସିକିରି ମୋ ଗୁରୁଙ୍କୁ ମୁଁ ବସିକି ଭାବୁଥାଏ, ମୁଁ କାହିଁକି ସେ କଥାରେ ମୁଣ୍ଡ ଦେବି। ମୁଁ ମୋର ଗୁରୁଙ୍କୁ ସ୍ମରଣ କରୁଛି। ସିଏ ଯେଉଁ ବାବାଜୀ, ସେ ବାବାଜୀଙ୍କ ନାଁ ସବୁ କହିଲେ ଆପଣମାନେ ଜାଣି ବି ପାରିବେ, କାରଣ ଓଡ଼ିଶାରେ ତାଙ୍କୁ ସବୁ ଲୋକ ଜାଣନ୍ତି। ସିଏ ବାବାଜୀଙ୍କୁ କହିଲେ ଆପଣଙ୍କର ମତ? ସେ କହିଲେ ଆଗ ବାବା କହିସାରନ୍ତୁ, ବଳିଆ ବାବା, ତାପରେ ମୁଁ କହିବି। ତାମାନେ ଚତୁରତାର ସହିତ ତାଙ୍କ ମାନେ କଥାଟାକୁ କାଟି ଦେଉଛନ୍ତି। ତାମାନେ ବଳିଆ କ'ଣ, ସେ ବଳିଆକୁ ଗୋଟାଏ ପ୍ରକାର ଜାଣିଛନ୍ତି। ଭଲ ଲୋକ ବୋଲି ନ ଜାଣିଯାଆନ୍ତୁ,
କିନ୍ତୁ ଗୋଟାଏ 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 ଟାଇପ୍ର ଲୋକ ବୋଲି ସେ ଜାଣିଛନ୍ତି। ଏଇ ଲୋକଟି ଯାହା କହିବ ସେଇଟା ବାରଣା ସତ୍ୟ, ଚାରଣା ହୁଏତ ମିଛ ହେଇପାରେ। ସିଏ କହିସାରିଲା ପରେ ମୁଁ ସେଇ କଥାକୁ ନଗେଇକିରି କହିଦେବି। ଆଉ ମୁଁ କହିଲି ମୁଁ କହିପାରିବିନି, ମୋର ପାର୍ଟିଟା ଟିକେ ଇଏ ହେଉଛି, ଆପଣ କହିସାରନ୍ତୁ। ସେଟା ଆପଣଙ୍କୁ ପଚାରିଲେ ମୋତେ କାହିଁ ଆପଣ କହୁଛନ୍ତି? ଆଚ୍ଛା ହଉ, ମାଳିକାରେ ଲେଖା ଅଛି, କେଉଁ ମାଳିକାରେ ଲେଖା ହେଇଛି ସେ ଜାଣନ୍ତି। ଲେଖା ଅଛି ଏଇ ତାରିଖରୁ ଏଇ ତାରିଖରେ ପର୍ଯ୍ୟନ୍ତ ପ୍ରକୃତ ମାନେ ପ୍ରଳୟ ହେବ ବା ଅନ୍ଧାର ହେବ। ଆଉ ସେ ଶୁଣିଲେ, ମୋତେ ପଚାରିଲେ, ମୁଁ ସବୁ ଯାହା ଜାକି ଜୁକେଇ ବସିଥିଲି ଗୋଡ଼ ଉପରେ ଗୋଡ଼ ପକେଇ ବସିଲି। ମୁଁ କହିଲି ମହାଶୟ, ଆଜି ହେଲା ଏଇ ତାରିଖ, ଯେଉଁଦିନ ପ୍ରଳୟ ହେବ ସେଦିନ ହେବ ଏଇ ତାରିଖ, କେଉଁ ତାରିଖଟା ମୋର ମନେ ନାହିଁ, 22 ତାରିଖ କି 23 ତାରିଖ ହେବ। 24 ତାରିଖ ଦିନ ଆପଣଙ୍କୁ ମୁଁ ଡାକିବି, ଲିଙ୍ଗରାଜଙ୍କର ପ୍ରସାଦ ପାଇବା, ଟିକେ ଗପସପ ହେବା, ଗୋଟେ ଆନନ୍ଦ ଉତ୍ସବ କରିକି ଘରକୁ ଫେରିବା। ଆଉ ସେ ସବୁ ସିଏ ସବୁ ତାଙ୍କର ହସ ମାଇଲା ଆଉ କହିଲା, ବାବା ସେତେବେଳକୁ ପୃଥିବୀ ପ୍ରଳୟ ହେଇଯାଇଥିବ। କହିଲେ ଏତେ ସାହସ? ଇଏ ପୃଥିବୀର ସ୍ରଷ୍ଟା କ'ଣ ଆମେ ନା ଆମ ବାପା 14 ପୁରୁଷ? ପୃଥିବୀଟା କେମିତି ରକ୍ଷା ହେବ କହୁନାହାନ୍ତି? ଆଉ ପୃଥିବୀଟା ପ୍ରଳୟ ହେଇଯିବ, ଆମେ କ'ଣ ସୃଷ୍ଟି କରୁଥିଲୁ ପ୍ରଳୟ କଥା କହିବୁ? କେଉଁ ମାଳିକାରେ ଲେଖା ହେଇଛି? ତେଣୁ ଭାରତ ସାଧୁସନ୍ଥର ଦେଶ। ଏମାନେ ମିଛ କହିଲେ ବି ଲୋକ ତାକୁ ସତ ବୋଲି ମନେ କରୁଛନ୍ତି, କିନ୍ତୁ ମୋ ପାଖରେ ସେ କଥା ଚାଲେନି। ମୋତେ ବି ଆପଣ ଆଉ ଦିନେ ଏଇଭଳିଆ ସଭାକୁ ଡାକିବେ ନାହିଁ ବୋଲି ମୁଁ ବିଶେଷ ଭାବରେ ଅନୁରୋଧ କରୁଛି। ମୁଁ ଆଉ କିଛି କହିବିନି, ମୋତେ ଆଉ କିଛି ପଚାରନ୍ତୁନି। ତାପରେ ସଭା ମଉଳିଲା। ସିଏ ତାଙ୍କର ଗୁଡ଼ାଏ କହିକିରି କ'ଣ ଗଲେ। ଯିଏ ଜ୍ୟୋତିଷଟି ବାବୁ କହୁଥିଲେ, ମୋର ମନେ ଅଛି, ସେ କହିଲେ ଉଗ୍ରତାରାଙ୍କର ଏଇଟା ଆଦେଶ ମୁଁ କହୁଛି, ପୃଥିବୀ ମାନେ ଏମିତି ଜଳମଗ୍ନ ହେବ। ମୁଁ ତାଙ୍କ ମୁହଁକୁ ଖାଲି ଅନେଇଥାଏ, ଉଗ୍ରତାରା କିଏ, କେଉଁଠୁ ସେ ଆଇଲେ, ଇଏ କ'ଣ ତାଙ୍କ ନାଁରେ କହିଲାଣି। ମୁଁ ଯୋଉ କହିଲି, ମୁଁ କହିଲି ମୁଁ ଉଗ୍ରତାରାଙ୍କୁ ଚିହ୍ନି ନେଇ କି କେଉଁ ତାରା କିଏ କେଉଁଠି ଅଛନ୍ତି ମୁଁ ଏତେ ଜାଣିନି, କିନ୍ତୁ ମୁଁ ଏତିକି ଜାଣିଛି, ହେ ଆନନ୍ଦମୟ କୋଟି ଭୁବନ ପାଳକ ସୃଷ୍ଟିର ଯିଏ କର୍ତ୍ତା, ତାଙ୍କରି କଥା ଅଳ୍ପ ହଉ ବହୁତ ହଉ ଟିକେ ଆମେ ଜାଣିଛୁ ଏବଂ ନିଜେ ଚେଷ୍ଟା କରୁଛୁ ଟିକେ ଚଞ୍ଚଳ ନ ହୋଇ ଟିକେ ସ୍ଥିର ଭାବରେ ରହିବା, ସଂଯମତା ଅବଲମ୍ବନ କରିବା। ଯେତିକି ଦିନ ଇଏ ପୃଥିବୀ ବକ୍ଷରେ ରହିବା, ଅନ୍ତର ଗୋଟେ ଯେତିକି ଆମର ଶକ୍ତି ସେତିକି ଆମେ ଲୋକଙ୍କୁ ସାହାଯ୍ୟ କରିବା। ଆମେ ଅଧିକ ନ କରିପାରିବା ସେତିକି। ବନ୍ୟା ହେଲେ ବେଳେବେଳେ ଆମର ସବୁ ଗୋଟେ ବନ୍ୟା ଏବେ ହେଉନି, ବନ୍ୟା ହେଲେ ଡଙ୍ଗାଟିଏ ଆମେ ରଖିଥାଉ, ଚାହା କରିକିରି ଗୋଟେ ଢାବର ଭିତରେ ତାକୁ ପୁରେଇକିରି ପତାକା ବାନ୍ଧିକି ଯାଉ। ମୁଁ ନିଜେ ଯାଏ। କି ବ୍ୟାକୁଳତା ସେ ଚାହା ଟିକେ ପିଇବା ପାଇଁ। ଘରେ ପାଣି ବସିଯାଇଛି, ଚୁଲି ନାହିଁ, ଡେକ୍ଚି ହାଣ୍ଡି ଫାଣ୍ଡି ଯାହା ଥିଲା ସବୁ ଭାଜି ଯାଇଛି। ଲୋକମାନେ ଦେଖିଦେବେ କିଛି ବାଟରୁ ପତାକା ଉଡ଼େଇକିରି କିଏ ଆଉଛି, ସେ କହିବା ସେ ପତାକା ଆଉ ଉଡ଼େଇବ କିଏ, ସେଇ ତ ଆଉଛି ଆଉ ବଳିଆ ବାବା। ଆଉ ଧୀରେ ଧୀରେ ସେ ପାଖରେ ମୁଁ ପହଞ୍ଚେ। ଚାହା ଟିକେ ପିଇବା ପାଇଁ ସେ ଯେଉଁଭଳି ପାଗଳ ଏବଂ ପିଇ ସାରି ଯେଉଁ ଆଶୀର୍ବାଦ,
ଚାହା ଗୋଟେ କ'ଣ ସିଏ କେଉଁ ମୂଲ୍ୟବାନ ଜିନିଷଟା ତଥାପି ଲୋକଙ୍କୁ ସେ ଆକର୍ଷିତ କରି ରଖିଛି। ସେ ଗୋଟା କ'ଣ ସବୁ ବାସନ କୁସନ ଆଣି ସେ ଅଧଘଣ୍ଟା ବି ଲାଗେ ନା ଚାହା ଶେଷ। ସରିଗଲା, ମୁଁ ଯାଉଛି ଆଉ ପଠେଇବି ତୁମେ ବ୍ୟସ୍ତ। ତେଣୁ ସେଇସବୁ ଗୁଡ଼ାକ ଭାବିଲେ ମୁଁ ଭାବେ ଆମେ ଯଜ୍ଞ ନ କରୁ, ନାମ ନ କରୁ, ମାଳା ନ ଗଡ଼ଉ, ଆମେ କିଛି କରିବୁନି। କିନ୍ତୁ ଆମେ ଏମିତି ବିପର୍ଯ୍ୟୟ ବେଳେ ଯଦି ମଣିଷକୁ ଟିକେ ସାହାଯ୍ୟ କଲୁ ବା ପରର ଉପକାର କଲୁ, ସେଇ ଗୋଟାକ ଆମ ପାଇଁ ଯଜ୍ଞ। ତେଣୁ ପୃଥିବୀର ଶାନ୍ତି କାମନା କରି ରହୁଛି ଏବଂ ସମସ୍ତେ ଆମେ ପ୍ରାର୍ଥନା କରିବା ଆମ ଦେଶ, ଆମ ବିଶ୍ୱ, ଆମ ପରିବାର, ଆମ ରାଜ୍ୟ ଶାନ୍ତିରେ ରହୁ। ଏତିକି କହି କଥାକୁ ବିଶ୍ରାମ ଦେଉଛି। ଜୟ ଗୁରୁ, ଜୟ ଗୁରୁ, ଜୟ ଜଗନ୍ନାଥ।